निगम कल्पतरोर्गलितं फलं सुखमुखादमृतद्रव संयुतं पिबत भागवतं रसमालयं मुहुरहो रसिका भुवि भावुकाः। षष्ठाध्याय सुत पौराणिक कहन्ति सौनकादि मुनि प्रति नैमिषारण्ये सर्वे मिली शुणन्ति वासुदेव केळि। सुत उवाच सुकंकतहु तत्त्ववाणी परीक्ष्य विष्णुरात शुणि नमिला सुक मुनि पादे रोम पुलक गद गदे अंजलि करी तत्क्षण कहाए मंत वचन परीक्षित वाच।
ଭାଙ୍ଗୁଥିଲା ପୁଣ ଏ ଦୁଇ ବିପ୍ରେ ନ ଦେଖିଲେ ଏହାଙ୍କୁ ଦେଖି ସେ ଲୁଚିଲେ ଏମନ୍ତେ ତକ୍ଷକ ଯେ ଅହି ବଟ ବୃକ୍ଷକୁ ସେ ଦଂଶାଇ ତକ୍ଷଣେ ଭସ୍ମ ହୋଇଗଲା ଯେଉଁ ମନୁଷ୍ୟ ତହିଁ ଥିଲା ସେ ଭସ୍ମ ଧନ୍ୱନ୍ତରୀ ପୁଣ କଲେ ସେ ଏକଠାବେ ପୁଣ ଜଳ ସିଞ୍ଚିଲେ ତତ୍କ୍ଷଣ ମୃତ ସଞ୍ଜୀବନୀ ମନ୍ତ୍ରେଣ ବୃକ୍ଷ ଅଙ୍କୁର ହୋଇ ପୁଣି କ୍ରମେ ସେ ଦ୍ରୁମ ଭାବ ଘେନି ସେହି ଭାବେ ବୃକ୍ଷ ହୋଇଲା ମନୁଷ୍ୟ ଆଦି ଦୃଶ୍ୟ ହେଲା ତା ଦେଖି ତକ୍ଷକ କହିଲେ ନିଶ୍ଚୟ ଜୀବ ତୁମ୍ଭ ବୋଲେ ତୁମ୍ଭେ ତ ମହତ ପୁରୁଷ ଯଶ ମନ କର ବିନାଶ ମହତ ଲୋକଙ୍କର ଭାବ ପର ଯଶରେ ନିତ୍ୟ ଥିବ ଆପଣା ଯଶ ନ କରଇ ପର ରହିତେ କ୍ଲେଶ ପାଇ ପ୍ରାପତ ରାଜା ଠାରୁ ଧନ ମୋଠାରୁ ନିଆସି ଦୁଇ ଗୁଣ ଏମନ୍ତ ଶୁଣି ଧନ୍ୱନ୍ତରୀ ମନରେ ବିଚାର ସେ କରି ରାଜାର ଆୟୁ ସତ ନାହିଁ ଜାଣଇ ଯୋଗ ବଳେ ମୋହି ତାହାର ଯିବାକୁ ନାହିଁ ସୁଖ ପ୍ରସନ୍ନ ଭାବ ବହି ବିରାଜ ହୋଇ ଗଙ୍ଗା ତୀରେ ଯୋଗାରୂଢ଼ ତତ୍ତ୍ୱ ଜ୍ଞାନରେ ଆତ୍ମାକୁ ପରମ ଆତ୍ମାରେ ପ୍ରବେଶ କରି ବ୍ରହ୍ମଦ୍ୱାରେ ଯୋଗାଗ୍ନିରେ ଦଗ୍ଧ ହୋଇବ ସେ ତ ବ୍ରହ୍ମରେ ଲୀନ ହେବ ପିଣ୍ଡରେ ତକ୍ଷକ ଦଂଶିବ ଆମ୍ଭର ଯଶ ତ ନୋହିବ ଆମ୍ଭେ ଯେ ଏହାଠାରୁ ପୁଣ ଛାଡ଼ି ନ ଯିବା କିମ୍ବା ଧନ ଏମନ୍ତ ବିଚାରି ଭୀଷକ ବୋଇଲେ ଶୁଣ ହେ ତକ୍ଷକ ତୋ ଯଶ କିମ୍ପାଇଁ ନାଶିବୁ ପାଇଲେ ଧନ ବାହୁଡ଼ିବୁ ତକ୍ଷକ ତାଙ୍କୁ ଧନ ଦେଲେ ବାହୁଡ଼ି ଧନ୍ୱନ୍ତରୀ ଗଲେ ତକ୍ଷକ ବ୍ରାହ୍ମଣ ରୂପେଣ ଗଲେ ସେ ରାଜା ସନ୍ନିଧାନ ଫଳ ପୁଷ୍ପ ଘେନି ଭେଟିଲେ ଫଳ ତକ୍ଷକ କୃମି ହେଲେ ଏମନ୍ତେ କୃମି ରୂପେ ପୁଣ ଦଂଶିଲେ ରାଜାର ଚରଣ ସେ କାମ ରୂପୀ ନାଗ ବିଷ ରାଜା ଶରୀର କଲା ନାଶ ତକ୍ଷଣେ ଭସ୍ମ ହୋଇଗଲେ ସକଳ ପ୍ରାଣୀ ତା ଦେଖିଲେ ହାହାକାର ଶବ୍ଦ ଶୁଭିଲା ସବଦେ ପୃଥିବୀ ପୂରିଲା ଆକାଶେ ଦେବତା ଅସୁର ମନୁଷ୍ୟ ଆଦି ନାନା ଚର ସମସ୍ତେ ବିସ୍ମୟ ହୋଇଲେ ତକ୍ଷକେ କେହି ନ ଦେଖିଲେ ରାଜା ମୁଗତି ଦେଖି ଦେବେ ଦୁନ୍ଦୁଭି ନାଦ କଲେ ଭାବେ ଗନ୍ଧର୍ବ ଅପସରା ନୃତ୍ୟ ସାଧୁ ସବଦେ କଲେ ଗୀତ ଦେବେ ଯେ ପୁଷ୍ପ ବୃଷ୍ଟି କଲେ ଆନନ୍ଦେ ସ୍ୱର୍ଗକୁ ସେ ଗଲେ ପରୀକ୍ଷା ସୁତ ଜନ୍ମେ ଯାଏ ସେ ପୁଣି ରାଜ୍ୟ ରାଜା ହୋଏ
ମନ୍ତେ ସର୍ପ ଯଜ୍ଞ କଲେ ଅନେକ ସର୍ପ ଦାଗ ଥିଲେ ଯଜ୍ଞ କୁଣ୍ଡରେ ପଡ଼ି ନାଶ ତକ୍ଷକର ହେ ଅବଶେଷ ସର୍ପକୂଳ ଗଦ ଦେଖି ନାଗଲୋକକୁ ସେ ଉପେକ୍ଷି ଦେବଲୋକେ ଇନ୍ଦେ ଶରଣ ପଶିଲା ମହାଭୟ ପୁଣ ଆଚାର୍ଯ୍ୟ ମନ୍ତ କହିଲେ ତକ୍ଷକ ଯଜ୍ଞକୁ ନଇଲେ ତା ଶୁଣି ରାଜନ ବୋଲଇ ଅଧର୍ମ ସର୍ପ ନାଶଇ ଏ କୁଣ୍ଡେ ଭସ୍ମ ତନହିଲା କି ମର୍ତ୍ତେ ମନ୍ତ ହୋଇଲା ତା ଶୁଣି ବ୍ରାହ୍ମଣେ କହନ୍ତି ନାଗଲୋକରେ ସେ ନାହାନ୍ତି ଇନ୍ଦ୍ରରେ ଶରଣ ପଶିଲେ ଇନ୍ଦ୍ର ଯୋଗ ବଳେ ରଖିଲେ ତେଣୁ ଅଗ୍ନିରେ ନ ପଡ଼ଇ ହେମନ୍ତ ଶୁଣି ରାଜା କହି ଶୁଣ ବ୍ରାହ୍ମଣେ ମନ ଦେଇ ଯେ ଅର୍ଥେ ଯଜ୍ଞ ମୁଁ କରଇ ତକ୍ଷକ ମୋ ପିତା ବୈରୀ ତାହାର ଅର୍ଥେ ଯଜ୍ଞ କରି ଇନ୍ଦ୍ର ଯେବେ ତାକୁ ରଖିଲା ମୋ ପିତା ଶତ୍ରୁ ସେ ହୋଇଲା ଇନ୍ଦ୍ର ତକ୍ଷକ ଏହି ଦ୍ୱୟ ଅଗ୍ନିରେ ମନ୍ତ୍ର ବଳେ ଦେୟ ହେମନ୍ତ ଶୁଣି ବିପ୍ରଜନେ ମନ୍ତ୍ରଯୁକ୍ତ କରି ବିଧାନେ ଘୃତ ଶୃଭମାନ ଘେନିଲେ ମନ୍ତ୍ରରେ ଆହୁତି ତୋଳିଲେ ଇନ୍ଦ୍ର ତକ୍ଷକ ଦୁହେଁ ଆସି କୁଣ୍ଡରେ ହୁଅନ୍ତୁ ବିନାଶୀ ଇନ୍ଦ୍ର ସମେତ ମରୁଦ୍ଗଣ ସତ୍ୱରେ ଟଳିଲା ଆସନ ବିମାନ ସମେତ ଖସିଲେ ମର୍ତ୍ତ୍ୟ ଭୂମିକି ଦୃଷ୍ଟି ଦେଲେ ଅଗ୍ନିରେ ଘୃତ ଯେବେ ଦେବେ ନିଶ୍ଚୟ ଅଗ୍ନିରେ ପଡ଼ିବେ ତା ଦେଖି ଇନ୍ଦ୍ର ସଭୟରେ ଗୁରୁଙ୍କୁ ମନେ ସୁମରିଲେ ଅଙ୍ଗିରା ଋଷିଙ୍କର ସୁତ ଯେ ବୃହସ୍ପତି ନାମେ ଖ୍ୟାତ ତକ୍ଷକ ଇନ୍ଦ୍ର ଉପକାରେ ରାଜାଙ୍କ ଛାମୁରେ ମିଳିଲେ ତା ଜାଣି ଆସ୍ତିକ ଯେ ମୁନି ମିଳିଲେ ଯଜ୍ଞ ସ୍ଥାନେ ପୁଣି ଜରତ୍କାରୁ ଋଷିଙ୍କ ସୁତ ବୃହସ୍ପତି ସମାନେ ଖ୍ୟାତ ଆସ୍ତିକ ରାଜାର ଛାମୁରେ ମିଳି ତକ୍ଷକ ଉପକାରେ ନାଗମାନଙ୍କର ଭଗ୍ନିଜ ସେ କହେ ଶୁଣ ମହାରାଜ ସର୍ପେ ଯେ ମୋର ମାତୃକୁଳ ଏହାଙ୍କୁ ଦଗ୍ଧ ତୁ ନ କର ହେମନ୍ତେ ବୃହସ୍ପତି ଥିଲେ ରାଜାଙ୍କୁ ବଚନ କହିଲେ ତକ୍ଷକ ଏଥେ ନ ମରିବ ଅମୃତ ଭକ୍ଷୀ ଛିଯିବ ତେଣୁ ଅଜରା ମୋର କାୟ ଉପସଂହାର ନରରାୟ ତୁ ବୋଲୁ ପିତାକୁ ମାଇଲା ଏହାକୁ ମୁଁ ମାଇଲେ ଭଲା କେହି କାହାକୁ ନ ମାରଇ କାହାରେ କେହି ନ ଜିଆଇ ଶୁଣ ରାଜନ ମନ ଦେଇ ଜନ୍ମ ମରଣ କର୍ମେ ହୋଇ ଯେ ଯାହା ଅର୍ଜଇ ଭୁଞ୍ଜଇ ବ୍ରହ୍ମା ଶଙ୍କରେ ଆନନହି କେ କାର ସୁଖ ଦୁଃଖ ଦାତା ଯେ ମନ
सर्पयज्ञ निवर्त कर। कश्यप ऋषिଙ୍କ बनिता कद्रुजेनागଙ୍କର माता अदिति संगे कथा छले ए पुत्रे ता बोलन कले कहिले दुहे आम्भ मात केन्हे जिंघासी बुताहंत ए घेनी कद्रु साप देले एणु ए यज्ञे नाश गले एमन्ते बृहस्पति वाणी संतोष नर नाथ शुणी सर्पयज्ञ निवर्त कले गुरुଙ୍କୁ पूजारे तोषिले। आस्तिक ऋषिंकी से आणी नागଙ୍କୁ समर्पिले पुणी तो से आस्तिक ऋषि गले इंद्र रखी गुरु चलिले बर देले आस्ति जोकते मो नाम धरिब जे नित्य ताहाकु सर्प बाधा नाही एमंत कही तोष होई ए जे विष्णु माया जगत तम माया रे विमोहित प्राणीଙ୍କ उत्पत्ति प्रलय ए माया भियाण आश्रय। ए विष्णु आत्मा सर्वमयी दम्भ माया कपट बही अहंकार बुद्धि विचारे जाना मनु होई गोचरे त्रिगुण वास नाही नाही मन वचने भेद नहि शब्द स्पर्श रस गंध रूप ए पंच नहे भेद से विष्णु निर्मल से बिले प्राणी निर्मल होए भले ए माया बंधन उतरई परम पद कुल भई। वैकुंठ परम धाम जहार परे नाही स्थान से जन संसार तरिबे जन्म मृत्युरु निस्तरिबे संसार बंधन छाड़न्ति निरते विष्णुଙ୍କୁ चिन्तन्ति दुरात्मापण दूर करी जगत मणे नर हरि आत्मा समबुद्धि भावरे एक भावरे नाम स्मरे से विष्णु पदे लीन हन्ति परम पद कुल भन्ति। जे प्राणी विचारन्ति चित्त हे सर्वमोहर अर्जित अर्जिले नाना कष्ट पाई सुस्थिरे विलासी विमोही से माने दुर्जन बोलन्ति आपण आत्मा न चिन्हन्ति माया जाल रे भ्रमुथान्ति ईश्वर भाव न जानन्ति ए देह घर धन सुत दारा वृत्ति नानादि मत एथिरु विरत होइब अपवादकु सहिथिब। अमान्य काहि न करिब देहको मिथ्या जे मणिब काहारी संगते बैर न करि साधु पणे धीर जे भगवान वासुदेव तेबे से ताहांकु पाइब असाध्य ज्ञान जे ईश्वर कृष्ण स्वरूपी निराकार ताहांकु कले नमस्कार निरते थाउ से मनर ता
श्रीमद्भागवते महापुराणे पारमहंस्यां संहितायां द्वादशस्कन्धे परीक्षितवैकुण्ठारोहणे जन्मेजय राजा सर्पयज्ञकरणे नाम षष्ठोऽध्यायः।